हेलो पिलामाने आशा करी आपने समस्ते बहुत ही भलରେ ଥିବେ। तो ଯେମିତିକି ଆପଣମାନଙ୍କର ଏକ୍ଜାମ୍କୁ ଆଉ ମାତ୍ର ହାତରେ ବହୁତ ହି କମ୍ ଟାଇମ୍ ରହିଲା, ଯେମିତିକି ଆମେ କହିପାରିବା 30 ଡେଜ୍ ଏପ୍ରୋକ୍ସ ଆପଣଙ୍କ ହାତରେ ରହୁଛି ପିଲାମାନେ। ତ କୌଣସି ବି ସମୟକୁ ପିଲାମାନେ ବର୍ବାଦ ନ କରି ସଠିକ୍ ୱେରେ ଯଦି ଆପଣମାନେ ପ୍ରିପେୟାର କରିବେ, ଏଇ 1 ମନ୍ଥ ବି ଆପଣମାନଙ୍କ ପାଇଁ ବହୁତ ସଫିସିଏଣ୍ଟ ଆମେ କହିପାରିବା। ତେଣୁ ମୁଁ ଆପଣମାନଙ୍କୁ ତ ପ୍ରତି ମୁହୂର୍ତ୍ତରେ ଗାଇଡ଼ କରି ଚାଲିଛି, ଆଗକୁ ମଧ୍ୟ କରିବି। ତ ଆଜି ଏ ଭିଡ଼ିଓଟିରେ ମୁଁ ଆପଣମାନଙ୍କୁ ପିଲାମାନଙ୍କର ଯେଉଁ ଥିଲା ଡାଉଟ୍ କି ସାର୍ ଆମେ ଲଙ୍ଗ୍ କ୍ୱେଶ୍ଚେନ୍‌କୁ କେମିତି ଲେଖିବା, ଯାହାଦ୍ୱାରା ଆପଣମାନେ ଜାଣିଥିବେ ଲଙ୍ଗ୍ କ୍ୱେଶ୍ଚେନ୍ ଗୋଟେ ଲେଖିବା ପାଇଁ ମିନିମମ୍ ଆପଣଙ୍କର 6ରୁ 7 ପେଜ୍ ପିଲାମାନେ ଲେଖିବା ପାଇଁ ପଡ଼ିଥାଏ। ଆପଣମାନେ ଜାଣିଛନ୍ତି କ'ଣ କହିଲି ନା ଲଙ୍ଗ୍ କ୍ୱେଶ୍ଚେନ୍ ଗୋଟେ ଆପଣଙ୍କର 6ରୁ ଆପଣଙ୍କର 7 ପେଜ୍ ପିଲାମାନେ ଲେଖିବା ପାଇଁ ପଡ଼ିଥାଏ। ତ କେମିତି କ'ଣ ଲେଖିବେ ଯାହାଦ୍ୱାରା ଆପଣମାନେ ଲଙ୍ଗ୍ କ୍ୱେଶ୍ଚେନ୍‌ରେ ଫୁଲ୍ ଟୁ ଫୁଲ୍ ନମ୍ବର ପାଇପାରିବେ, ଆଉ ସର୍ଟ କ୍ୱେଶ୍ଚେନ୍ ଯେଉଁଟା ଆପଣଙ୍କର 2 ଟୁ 3 ପେଜ୍ ଆପଣମାନଙ୍କୁ ଲେଖିବା ପାଇଁ ପଡ଼ିଥାଏ, ତାକୁ ଆପଣମାନେ କେମିତି ଲେଖିବେ। ତ ଡିଟେଲ୍ସରେ ମୁଁ ଆଜି ଆପଣମାନଙ୍କୁ ଏକ୍ସପ୍ଲେନ୍ କରିବି, ଯାହାଦ୍ୱାରା ଯେଉଁମାନେ ପ୍ରଥମ ଟାଇମ୍ ମାନେ ପ୍ରଥର ପାଇଁ ଆପଣମାନେ ଏକ୍ଜାମ୍ ଦେଉଛନ୍ତି, ଆପଣମାନଙ୍କର ଯାହା ଡାଉଟ୍ ରହୁଛି ନା ସେଇଟା କ୍ଲିଅର୍ ହେଇଯିବ। ଆଣ୍ଡ ଏକ୍ଜାମ୍‌ରେ ଆପଣଙ୍କ ହାତରେ ଆଉ ମାନେ ଟାଇମ୍ ନଥିବ ନା ସେତେବେଳେ ଯେ ଆପଣମାନେ ବସିକି ଗୋଟେ ଗୋଟେ ଜିନିଷ ଦେଖିପାରିବେ। ତ ବର୍ତ୍ତମାନ ଟାଇମ୍ ଅଛି ଏବେ ବି, ତ ଆପଣମାନେ ଦେଖିକି ଯାଆନ୍ତୁ ଆଣ୍ଡ ନିଜକୁ ସେଇ ଅନୁସାରେ ପ୍ରିପେୟାର କରନ୍ତୁ। ଠିକ୍ ଅଛି? ତ ଡେରି ନକରି ଭିଡ଼ିଓଟିକୁ ଷ୍ଟାର୍ଟ କରିବା। ଥରୋଲି ଭିଡ଼ିଓଟିକୁ ଲାଷ୍ଟ ଯାଏଁ ଦେଖିବେ। ଠିକ୍ ଅଛି? ତ ଦେଖନ୍ତୁ ପିଲାମାନେ, ମୁଁ ଆପଣଙ୍କର CDPର ଗୋଟେ ପାର୍ଟ ଆପଣମାନଙ୍କୁ ଦେଖେଇବି। ଯଦି ପ୍ରଥମେ ମୁଁ ଆପଣଙ୍କୁ ଲଙ୍ଗ୍ କ୍ୱେଶ୍ଚେନ୍ ବିଷୟରେ ଏକ୍ସପ୍ଲେନ୍ କରିବି, ଯଦି ଆପଣଙ୍କର ଲଙ୍ଗ୍ କ୍ୱେଶ୍ଚେନ୍ ଆସୁଛି ତ ଆପଣମାନେ କେମିତି ଲେଖିବେ। ତ ଆପଣମାନେ ଜାଣିଛନ୍ତି ଆପଣଙ୍କର ସୋସିଆଲାଇଜେସନ୍ ବୋଲି ଗୋଟେ ଟପିକ୍ ଅଛି, ଯେଉଁଟାକି ମୁଁ ଆପଣମାନଙ୍କୁ ଲଙ୍ଗ୍ କ୍ୱେଶ୍ଚେନ୍ ଦେଇଥିଲି ଆଣ୍ଡ ଏଇଟା ଆପଣଙ୍କର ସିଓର ସର୍ଟ ଲଙ୍ଗ୍ କ୍ୱେଶ୍ଚେନ୍ ଯେଉଁଟା ଆମେ କହିପାରିବା। ତ ଆକୁ ଯଦି ଆପଣଙ୍କର ପଡ଼େ କେଉଁ ଟାଇପ୍‌ରେ ଲେଖିବେ ସେଇ ଜିନିଷଟା ମୁଁ ଆପଣମାନଙ୍କୁ ବାସ୍ ଏକ୍ସପ୍ଲେନ୍ କରିବି। ମୁଁ ଏଠି ଆପଣଙ୍କୁ ପଢ଼େଇବିନି ପିଲାମାନେ, ଆପଣମାନଙ୍କୁ କହିଦେବି। ଗୋଟେ ଏକ୍ଜାମ୍ପଲ୍ ଦେଲେ ଆପଣମାନେ ଅନ୍ୟ ସବୁ କ୍ୱେଶ୍ଚେନ୍‌କୁ ସେଇ ଜାଗାରେ ଆପ୍ଲାଏ କରିପାରିବେ। ଠିକ୍ ଅଛି? ଦେଖନ୍ତୁ ଯେଉଁ ସୋସିଆଲାଇଜେସନ୍ ଏଇଟା ଆପଣଙ୍କର 15 ମାର୍କର କ୍ୱେଶ୍ଚେନ୍ ଆସିବ। ତେଣୁ 15 ମାର୍କ ଆସିବ ମାନେ ଆମକୁ ଧରିକି ଚାଲିବାର ଅଛି 6ରୁ 7 ପେଜ୍ ହେଲା। ଏଇଟା ହେଉଛି ଆନ୍ଧ୍ର କେଶରୀ ପିଲାମାନେ 6ରୁ 7 ପେଜ୍ ଲେଖିବେ। ଆଉ ଯେଉଁମାନେ ଆପଣଙ୍କର ରହୁଛନ୍ତି ଆପଣଙ୍କର ଆଚାର୍ଯ୍ୟ ନାଗାର୍ଜୁନ ୟୁନିଭର୍ସିଟିର ପିଲାମାନେ, ସେମାନଙ୍କୁ ମିନିମମ୍ 7 ପେଜ୍‌ରୁ 8 ପେଜ୍ ମିନିମମ୍ ଲେଖିବା ପାଇଁ ପଡ଼ିବ। ଠିକ୍ ଅଛି? ଆଉ ଯେଉଁ ରହିଲେ ୟୋଗୀ ବାମନ ୟୁନିଭର୍ସିଟି ଆଉ କିମ୍ବା ଆପଣଙ୍କର AU ଯେଉଁଟା ଆମେ କହୁଛୁ ଆନ୍ଧ୍ର ୟୁନିଭର୍ସିଟି, ଏମାନଙ୍କର ମଧ୍ୟ ସେଇ 32 ପେଜ୍ ଆଉ ଗୋଟେ ୟୁନିଭର୍ସିଟି ଅଛି ଯେଉଁଗୁଡ଼ାକି ଆପଣଙ୍କର 36 ପେଜ୍ ପାଖାପାଖି ଦିଅନ୍ତି। ତେଣୁ ଆପଣଙ୍କର ଟେନସନ୍ ନେବାର କିଛି ଆବଶ୍ୟକତା ନାହିଁ। ଆପଣମାନଙ୍କ ଏଜେଣ୍ଟ କହିଦେବେ କି ଆପଣଙ୍କ ୟୁନିଭର୍ସିଟିର କେତେ ପେଜ୍ ଆପଣଙ୍କର ଆସେ, ଥରେ ଆପଣମାନେ ଏକ୍ଜାମ୍ ଦେଲେ ଜାଣିଯିବେ। ଠିକ୍ ଅଛି? ତେଣୁ କିନ୍ତୁ ଆପଣମାନେ ମିନିମମ୍ ଟ୍ରାଏ କରିବେ ଲଙ୍ଗ୍ କ୍ୱେଶ୍ଚେନ୍ ଗୋଟେ 6ରୁ 7 ପେଜ୍ ମିନିମମ୍ କରିକି ଯିବା ପାଇଁ। ଦେଖନ୍ତୁ, କରିକି ତ ଆମେ ଘୁଷିକି ତ ଯାଇପାରିବାନି। କ'ଣ କରିବା ବେସିକ୍ ଜିନିଷ ମୁଁ ଆପଣମାନଙ୍କୁ କହିବି। ଗୋଟେ ଏକ୍ଜାମ୍ପଲ୍ ନେଉଛି ସୋସିଆଲାଇଜେସନ୍। ପ୍ରଥମେ ଆପଣମାନେ ଜାଣିଛନ୍ତି ଯେକୌଣସି କ୍ୱେଶ୍ଚେନ୍ ପଡ଼ୁ ତାର ମିନିଂଟା ଆପଣମାନଙ୍କୁ ଲେଖିବା ପାଇଁ ପଡ଼ିବ, ତାର ଡେଫିନେସନ୍‌ଟା ଆପଣଙ୍କୁ ଲେଖିବା ପାଇଁ ପଡ଼ିବ, କିମ୍ବା ଆମେ ସେଇ ଜାଗାରେ ତାର ଇଣ୍ଟ୍ରୋଡକ୍ସନ୍ ଯେଉଁଟା ଆପଣମାନେ ରହୁଛି ଆପଣମାନେ କହୁଛନ୍ତି, ତ ସେ ଇଣ୍ଟ୍ରୋଡକ୍ସନ୍ ଆପଣଙ୍କୁ ଦେବା ପାଇଁ ପଡ଼ିବ। କାହା ବିଷୟରେ? ସୋସିଆଲାଇଜେସନ୍ ବିଷୟରେ। ସୋସିଆଲାଇଜେସନ୍ କ'ଣ, କାହିଁକି ଆମେ ତାକୁ ମାନେ ୟୁଜ୍ କରୁଛୁ, ବୁଝିହେଲା? ବେସିକ୍ ଜିନିଷ ଆପଣମାନେ କରିଦେବେ। ଏଇଟା ରହିଲା ଆପଣମାନଙ୍କ ପ୍ରଥମ କାମ। ତାପରେ ଆପଣମାନେ ଚେଷ୍ଟା କରିବେ, ଯେହେତୁ ଆମ ପାଖରେ ପେଜ୍ ଅଧିକ ଆମକୁ ଫୁଲ୍ କରିବା ପାଇଁ ପଡ଼ିବ, ତେଣୁ ଯାହା ବି ଆପଣମାନେ ଡେଫିନେସନ୍ ଲେଖିଲେ, ଡେଫିନେସନ୍‌ରେ ଯାହା ବି ଆପଣମାନେ ଲେଖୁଛନ୍ତି ନା, ତାକୁ ଗୋଟେ ଡାଇଗ୍ରାମରେ ରିପ୍ରେଜେଣ୍ଟ କରିବା ପାଇଁ ଟ୍ରାଏ କରିବେ। ବୁଝିପାରିଲେ? ଯେମିତିକି ମୁଁ ଆପଣଙ୍କର ଏଠି କଲଚର୍ ବିଷୟରେ ଲେଖିଲି। ଦେଖନ୍ତୁ, ମୋର କଲଚର୍ ସହିତ ଆପଣଙ୍କର ଆର କିଛି ସେମିତି ଏତେ ବଡ଼ ରିଲେସନ୍ ନାହିଁ। ଏ ଡାଇଗ୍ରାମର ଏଠି କିଛି ଏତେ ବଡ଼ ଆବଶ୍ୟକତା ନାହିଁ। ଫିର୍ ବି କ'ଣ ପାଇଁ କରାଗଲା, ଯେମିତି ଆମେ କରିବା ଦ୍ୱାରା ଆପଣଙ୍କର ଖାତାର କାଗଜଟା ଫୁଲ୍ ହେବ ଆଣ୍ଡ ଆପଣଙ୍କୁ ହେଲ୍ପ ହେବ ଜଲ୍ଦି ଜଲ୍ଦି ସବୁ ସାରିବା ପାଇଁ। ଏଇଟା ପିଲାମାନେ ସମସ୍ତେ କୁହନ୍ତିନି, ବଟ୍ ଯେଉଁଟା ଆକ୍ଚୁଆଲି ସତ କଥା ମୁଁ ଆପଣମାନଙ୍କୁ ସେୟାର କରୁଛି ଆପଣମାନଙ୍କ ଭଲ ପାଇଁ। ବୁଝିହେଲା? ଦେଖନ୍ତୁ, ଆପଣଙ୍କର କଲଚର୍ ଲେଖିଦେଲି ମୁଁ। କଲଚର୍ ଯେହେତୁ କ'ଣ ପାଇଁ କଲଚର୍ ଲେଖିଲି, ଯେହେତୁ ତା ଡେଫିନେସନ୍‌ରେ ମୁଁ କଲଚର୍ ୱାର୍ଡ଼ଟାକୁ ୟୁଜ୍ କରିଲି। ଆପଣଙ୍କ ରୁଲ୍ସ, ରେଗୁଲେସନ୍, ନର୍ମସ୍, ଭ୍ୟାଲ୍ୟୁ, କଣ୍ଡିସନ୍, ଆଟିଟ୍ୟୁଡ୍ ଏସବୁ ଜିନିଷ ଯେହେତୁ ୟୁଜ୍ କଲି, ଆପଣଙ୍କର କଲଚର୍ ଅଫ୍ ସୋସାଇଟି କଲ୍ ସୋସିଆଲାଇଜେସନ୍। ତେଣୁ କଲଚର୍ ଉପରୁ ସୋସିଆଲାଇଜେସନ୍‌କୁ ମୁଁ ଆସିଲି। ତେଣୁ କଲଚର୍‌କୁ ମୁଁ ଡିଭାଇଡ୍ କରିଦେଲି ଯେ ଆପଣଙ୍କର କଲଚର୍ 2 ପ୍ରକାର, ଗୋଟେ କଷ୍ଟମ୍ କଲଚର୍, ଗୋଟେ ହେଉଛି ଟ୍ରାଡିସନାଲ୍ କଲଚର୍। ବୁଝିହେଲା? ଏଇ ଟାଇପ୍‌ରେ ବୁଝିପାରୁଛନ୍ତି? ଆପଣମାନଙ୍କର ଦେଖନ୍ତୁ, ନୋଟ୍ସରେ ନା ସବୁ ମାନେ ଡାଇଗ୍ରାମ୍ସ ଦେବା ପିଲାମାନେ ପସିବୁଲ୍ ହେଇନଥାଏ। ନୋଟ୍ସରେ ଯଦି ଆମେ ଡାଇଗ୍ରାମ୍ ସବୁ ଦେଇଦେବା ନା, ତ ଗୋଟେ ନୋଟ୍ସ ଦେଖନ୍ତୁ, ଏଇଟା ଆପଣଙ୍କର ଏଇ ଯେଉଁ CDPଟା 105ଟା ପେଜ୍ ଆପଣଙ୍କର ଅଛି। ଯଦି ମୁଁ ଆହୁରି ଆ ଭିତରେ ଡାଇଗ୍ରାମ୍ସ ଦେବି, ପିଲାମାନେ ଆପଣମାନେ ଭାବନ୍ତୁ ଇଏ 200 ପେଜ୍ ହେଇଯିବ। ମିନିମମ୍ 200 ପେଜ୍ ଉପରେ ହେଇଯିବ। ତେଣୁ ସେଇଟା ତ ପସିବୁଲ୍ ନୁହେଁ। ତେଣୁ ଆମେ ଡାଇଗ୍ରାମ୍ସ କ'ଣ କରୁଛୁ, ସେପାରେଟଲି ପ୍ରୋଭାଇଡ଼ କରୁଛୁ। ଯାହା ନୋଟ୍ସରେ ରହୁଛି ଏକ୍ସଟ୍ରା ଆମେ ଯେଉଁ ପିଲାମାନଙ୍କର ହେଲ୍ପ ପାଇଁ, ମେନଲି ଲଙ୍ଗ୍ କ୍ୱେଶ୍ଚେନ୍ ପାଇଁ ଆପଣଙ୍କୁ ସେପାରେଟ୍ ପ୍ରୋଭାଇଡ଼ କରୁଛୁ। ଆମ ନୋଟ୍ସରେ ଆପଣମାନେ ଯେଉଁମାନେ ଆମଠୁ ପରଚେଜ୍ କରୁଛନ୍ତି ସେମାନେ ଜାଣିଛନ୍ତି। ସେକେଣ୍ଡ ଥିଙ୍ଗ ଆପଣଙ୍କର ରହିଲା ମିନିଂ ଲେଖିଦେଲେ। ତାପରେ ଆପଣଙ୍କର କ'ଣ ରହୁଛି, ସବୁ ଲଙ୍ଗ୍ କ୍ୱେଶ୍ଚେନ୍‌ରେ ଗୋଟେ କ୍ୟାରେକ୍ଟରିଷ୍ଟିକ୍ସ ରହିବ। କ୍ୟାରେକ୍ଟରିଷ୍ଟିକ୍ସ
ଗୋଟେ ଆପଣଙ୍କର ନେଚର ଆମେ ଯେଟା କହିପାରିବା, ବୁଝିପାରୁଛନ୍ତି। ତେଣୁ ଏଇ ଜିନିଷଟା ଆପଣଙ୍କର ବେସିକାଲି ରୁହେ। ତ ଆପଣମାନେ ବେସିକ୍ ଜିନିଷ ପଢ଼ିବେ ଯେ ଏଇଟା ଗୋଟେ କଣ୍ଟିନ୍ୟୁଅସ୍ ପ୍ରୋସେସ୍, କି ଆପଣଙ୍କର ଏଇଟା ଗୋଟେ ଲାଇଫ୍ ଲଙ୍ଗ୍ ପ୍ରୋସେସ୍, କିମ୍ବା ଏଇଟା ଡାଇନାମିକ୍ ପ୍ରୋସେସ୍, ୟୁନିଭର୍ସାଲ, ଫ୍ଲେକ୍ସିବୁଲ୍, ଏସବୁ ଜିନିଷ ନା ଆପଣଙ୍କର ସିମିଲାର ରୁହେ ପ୍ରାୟତଃ ସବୁ କ୍ୱେଶ୍ଚେନରେ। ତ ଆକୁ ଆପଣମାନଙ୍କୁ ଲେଖିବା ପାଇଁ ପଡ଼ିବ। ଦେଖନ୍ତୁ ଏଇଠି ମୁଁ ଯଦି ଚାହିଁବି, ଆହୁରି ଅଛି ଆପଣଙ୍କ ଟ୍ରାନ୍ସଫର ଫ୍ରମ୍ ୱାନ୍ ଜେନେରେସନ୍ ଟୁ, ଏଇଟା ତାର କ୍ୟାରେକ୍ଟରିଷ୍ଟିକ୍ସ ସବୁ, ବୁଝିହେଲା। ତାପରେ ଏଇ ଜାଗାରେ କ୍ୟାରେକ୍ଟରିଷ୍ଟିକ୍ସର ଆହୁରି ଗୋଟେ ଡାଇଗ୍ରାମ୍ସ ହେଇପାରିଥାନ୍ତା, କିନ୍ତୁ ଆମେ ଇନକ୍ଲୁଡ୍ କରୁନି। ଇନକ୍ଲୁଡ୍ କଲେ ଲଙ୍ଗ କ୍ୱେଶ୍ଚନଟା ଆହୁରି ବଡ଼ ହେଇଯିବ, ବୁଝିପାରିଲେ। ତେଣୁ ମୁଁ ଏଇଠି ଲେଖିଦେଇପାରିବି ଯେ କ୍ୟାରେକ୍ଟରିଷ୍ଟିକ୍ସ ଅଫ୍ ସୋସିଆଲାଇଜେସନ୍, ବୁଝିହେଲା। ଦେଇକି ଆମେ କ'ଣ କରିବା, ଡାଇଗ୍ରାମ୍ସ କରିବା। କେମିତି କରିବା ନା ଆମେ ଲେଖିପାରିବା ଯେ ଇଟ୍ ଇଜ୍ ଏ କଣ୍ଟିନ୍ୟୁଅସ୍ ପ୍ରୋସେସ୍, ବୁଝିହେଲା, କଣ୍ଟିନ୍ୟୁଅସ୍ ପ୍ରୋସେସ୍। ଦେନ୍ ସେକେଣ୍ଡ ମୁଁ ଲେଖିପାରିବି ଇଟ୍ ଇଜ୍ ୟୁନିଭର୍ସାଲ। ମୁଁ ଆପଣମାନଙ୍କୁ କହୁଛି ସବୁବେଳେ ଯେ ଆପଣମାନେ ଡାଇଗ୍ରାମ ଯାହା ପଢ଼ି ଯାଇଥିବେ ସେଇଆ ପଢ଼ିବ, ସେଇଆ ନୁହେଁ। ଆପଣ ନିଜ ମାଇଣ୍ଡ ଖଟେଇକି ଲେଖିବା ପାଇଁ ପଡ଼ିବ। ଦେନ୍ ଆପଣମାନେ ଲେଖିପାରିବେ ଇଟ୍ ଇଜ୍ ଫ୍ଲେକ୍ସିବୁଲ୍, ବୁଝିହେଲା। ଯାହା ଆପଣମାନେ ପଢ଼ୁଛନ୍ତି ତାକୁ ହିଁ ଡାଇଗ୍ରାମାଟିକାଲି ଆପଣଙ୍କୁ ରିପ୍ରେଜେଣ୍ଟ କରିବାର ଅଛି। ଆର ମିନିଂ ଏଇଟା। ବେଶୀ ଏଟା କମ୍ପ୍ଲେକ୍ସକୁ ନେଲେ ଆପଣମାନେ କନଫ୍ୟୁଜ୍ ହେବେ, ବୁଝିହେଲା। ତ ଏଠି କରାଯାଇନି। ତ ଆପଣମାନେ ଦେଖନ୍ତୁ ନେକ୍ସଟ ଆପଣଙ୍କର ରହିବ ଟାଇପ୍ସ ଆସିଗଲା। ଟାଇପ୍ସରେ ଆମେ ବେସିକ୍ ଜିନିଷ ସମସ୍ତେ ଜାଣିଥିବେ, ପ୍ରାଇମେରୀ ରହିବ, ଗୋଟେ ସେକେଣ୍ଡାରୀ ରହିବ। ପ୍ରାଇମେରୀ ଷ୍ଟେଜରେ ଆପଣଙ୍କର ଫ୍ୟାମିଲି, ଆପଣଙ୍କର ହୋମ୍ ରହିଯିବ, ଏସବୁ ଜିନିଷ ରହିଲା। ଆଉ ସେକେଣ୍ଡାରୀ ଆପଣଙ୍କର ସ୍କୁଲ ହେଇଯିବ, କିମ୍ବା ଆପଣଙ୍କର ଅଦର ଆପଣଙ୍କର ପୀର, ଲାଇବ୍ରେରୀ, ଟେମ୍ପଲ୍ସ, ଗୁରୁଦ୍ୱାର, ଏସବୁ ଜିନିଷ ଆପଣଙ୍କର ଆସିଯିବ। ଡାଇଗ୍ରାମାଟିକାଲି ରିପ୍ରେଜେଣ୍ଟ ମୁଁ କରିଦେଲି ଆପଣଙ୍କର କେତେ ଇଜିରେ, ବୁଝିଲା। ତାକୁ ହିଁ ମୁଁ ଏକ୍ସପ୍ଲେନ୍ କରିଦେବି ଯେ ପ୍ରାଇମେରୀ କାହାକୁ କୁହାଯାଏ, ସେକେଣ୍ଡାରୀ କାହାକୁ କୁହାଯାଏ, ବୁଝିହେଲା। ଦେନ୍ ନେକ୍ସଟ ଯିବା ଆପଣଙ୍କର ଷ୍ଟେଜେସ୍ ଆସିଯିବ। ଷ୍ଟେଜେସ୍କୁ ବି ଯେମିତି ମୁଁ ଆପଣମାନଙ୍କୁ କହିଲି, ଆପଣଙ୍କର ଯାହା ବି ଦୁଇଟା ଷ୍ଟେଜେସ୍ ରହିଲା, ତ ଦୁଇଟା ଷ୍ଟେଜେସ୍କୁ ମୁଁ ଆପଣଙ୍କର ଷ୍ଟେଜେସ୍ ଅଫ୍ ସୋସିଆଲାଇଜେସନ୍ ଲେଖିକି ଆପଣଙ୍କର ଡାଇଗ୍ରାମ୍ସ କରିପାରିବି। କିନ୍ତୁ ଆମକୁ ସବୁ ଦରକାର ନାହିଁ। ଯଦି ଆପଣଙ୍କୁ ପାଠ ଆସୁଛି, ସବୁଥିରେ ଡାଇଗ୍ରାମ୍ସ କରିବା କ'ଣ ଦରକାର, ବୁଝିହେଲା। ଆପଣମାନେ ମିନିମମ୍ ଟ୍ରାଏ କରିବେ ଲଙ୍ଗ କ୍ୱେଶ୍ଚନରେ 3ଟା ମିନିମମ୍ ଆପଣମାନେ ଡାଇଗ୍ରାମ୍ସ କରିବା ପାଇଁ। ଦେନ୍ ସେଇ ସିମିଲାର ଟାଇପ୍ରେ ଆପଣଙ୍କର ପ୍ରୋସେସ୍ ଅଫ୍ ଆସିଯିବ। ଆପଣଙ୍କର ପ୍ରୋସେସ୍ ଲେଖିଦେବେ। ମେଥଡ଼ ଅଫ୍ ସୋସିଆଲାଇଜେସନ୍ ଆସିଯିବ। ଦେନ୍ ଆପଣଙ୍କର ଏଜେନ୍ସି, କ'ଣ ଏଜେନ୍ସି ରହୁଛି, ଯେମିତି ଆପଣ ଫର୍ମାଲ, ଇନଫର୍ମାଲ, ନନ୍ ଫର୍ମାଲ, ସବୁ ଜିନିଷଟା ଆପଣଙ୍କର ଡାଇଗ୍ରାମ୍ସ ହେଇପାରିବ, ଜାଣିଛନ୍ତି କି ନାହିଁ। ସବୁ ଜିନିଷ ଆପଣଙ୍କର ଡାଇଗ୍ରାମ ହେଇପାରିବ। ଇନଫର୍ମାଲ ଭିତରେ କିଏ ଆସୁଛି, ନନ୍ ଫର୍ମାଲ ଭିତରେ କିଏ ଆସୁଛି, ସବୁ ଜିନିଷ ଆପଣଙ୍କର ତା ଭିତରେ ଇନକ୍ଲୁଡ୍ ହବ, ବୁଝିହେଲା। ଆଉ ଅଦର ଏଜେନ୍ସି ସେସବୁ କିଛି ଦରକାର ନାହିଁ। ଏତିକି ଜିନିଷ ଥିଲା ଆପଣଙ୍କର ସୋସିଆଲାଇଜେସନ୍। ତାପରେ ଆପଣଙ୍କର ପ୍ରୋସେସ୍ ଆସିଯିବ। ପ୍ରୋସେସ୍ ଆପଣଙ୍କର ଲେଖିଲେ ଚଳିବ, ନହେଲେ ନାହିଁ। ପ୍ରାଇମେରୀ ସୋସିଆଲାଇଜେସନ୍ କ'ଣ, ସେକେଣ୍ଡାରୀ କ'ଣ, ତାକୁ ବି ଆପଣମାନଙ୍କୁ ଡାଇଗ୍ରାମାଟିକାଲି ରିପ୍ରେଜେଣ୍ଟ କରିବା ପାଇଁ ପଡ଼ିବ, ବୁଝିହେଲା। ତେଣୁ ଏତିକି ଜିନିଷ ପିଲାମାନେ ଯଦି ଆପଣମାନେ ପଢ଼ି ଦେଉଛନ୍ତି ନା, ବେସିକାଲି ଆପଣମାନେ ଭାବିକି ରଖନ୍ତୁ କି ବହୁତ ହେଲ୍ପ ହେବ। କାରଣ ଗୋଟେ ଡାଇଗ୍ରାମ୍ସ ଆପଣଙ୍କୁ ଆମେ ସେପାରେଟ୍ କାହିଁକି ଦେଉ, ଆପଣମାନେ ଭାବୁଥିବେ। ବହୁତ ସାରା ପିଲା ଆମକୁ ପଚାରନ୍ତି ଯେତେବେଳେ ନୋଟ୍ସ ନିଅନ୍ତି କି ସାର୍ ଆପଣ ନୋଟ୍ସରେ ଡାଇଗ୍ରାମ୍ସକୁ ଇନକ୍ଲୁଡ୍ ତ କରିଛନ୍ତି, ବଟ୍ ସେପାରେଟ୍ କ'ଣ ପାଇଁ ଦେଉଛନ୍ତି। ଦେଖନ୍ତୁ ସେପାରେଟ୍ ଦେବାର ରିଜିନ୍ ବହୁତ ଅଛି। ଆପଣମାନେ ସେଟା ବର୍ତ୍ତମାନ ବୁଝିପାରିବେନି, କିନ୍ତୁ ସେପାରେଟ୍ ଦେବା ଦ୍ୱାରା କ'ଣ ହୁଏ, ବହୁତ ପିଲା ଅଛନ୍ତି, ମାନେ ମୁଁ କହିବା ମ୍ୟାକ୍ସିମମ୍ ପିଲା ଯେଉଁମାନେ ଆନ୍ଧ୍ର ବିଏଡ଼୍ କରୁଛନ୍ତି, ତାଙ୍କ ପାଖରେ ଏତେ ସମୟ ନଥାଏ କି ସେମାନେ ଗୋଟେ ଲାଇନ୍ ବସିକି ପଢ଼ିପାରିବେ, ରିଡ଼ିଂ ମାରିପାରିବେ, ବୁଝିପାରିଲେ। ଆଉ ସେମାନେ କ'ଣ କରନ୍ତି, ଦେଖନ୍ତୁ ନୋଟ୍ସ ଭିତରେ ଆପଣଙ୍କ ଡାଇଗ୍ରାମ୍ସ ଥିବ, ସେ ପୁଣି ସବୁ ତ ଇନକ୍ଲୁଡ୍ ହେଇପାରିବନି। ତ ସେମାନେ ସବୁ କନସେପ୍ଟକୁ ଜାଣିବା ପାଇଁ କ'ଣ କରନ୍ତି ନା, ଟ୍ରାଏ କରନ୍ତି ସର୍ଟରେ ଓନ୍ଲି ଡାଇଗ୍ରାମ୍ସ ଥ୍ରୋରେ। ତେଣୁ ଆମେ ଯେତେବେଳେ ଏଇଟା ଭାବିକି ଆମେ ସେପାରେଟ୍ କରିଛୁ, ଯାହାଦ୍ୱାରା ପିଲାମାନଙ୍କୁ ମନେକର ଏକ୍ଜାମ୍ ପୂର୍ବରୁ ରିଭିଜନ୍ କରିବାର ଅଛି ନା, ପୁରା ବସିକି ନୋଟ୍ର ଗୋଟେ ଲାଇନ୍ ପଢ଼ିବାର ନାହିଁ। ଦ କନଫ୍ଲିକ୍ଟ ଆର୍ ଦ ଟୁ ଟାଇପ୍ସ, କ'ଣ ନା ଏକ୍ସଟର୍ନାଲ, ଇଣ୍ଟରନାଲ। ଯଦି ସେଇଠି ମୁଁ ଡାଇଗ୍ରାମ୍ସ କରିଦେଇଥିବି, ସାଙ୍ଗେ ସାଙ୍ଗେ ମୋର ଆଖିରେ ପଡ଼ିଯିବ କନଫ୍ଲିକ୍ଟ କେତେ ପ୍ରକାର, ନା ଏକ୍ସଟର୍ନାଲ, ଇଣ୍ଟରନାଲ। ଏକ୍ଜାମ୍ରେ ପଢ଼ୁ ମୁଁ ଲେଖିଦେବି ସାଙ୍ଗେ ସାଙ୍ଗେ ଦେ କନଫ୍ଲିକ୍ଟସ୍ ଆର୍ ଅଫ୍ ଟୁ ଟାଇପ୍ସ, ଗୋଟେ ହେଉଛି ଏକ୍ସଟର୍ନାଲ, ଗୋଟେ ହେଉଛି ଆପଣଙ୍କର ଇଣ୍ଟରନାଲ, ବୁଝିହେଲା। ତ ଏଇ ଟାଇପ୍ରେ ଆପଣମାନଙ୍କୁ ନୋଟ୍ସ ତ ରହିଲା, ତା ସହିତ ଆପଣଙ୍କୁ ସେପାରେଟ୍ ଆମେ ସେଥିପାଇଁ ଡାଇଗ୍ରାମ୍ସ ପ୍ରୋଭାଇଡ଼ କରୁଛୁ, ଯାହାଦ୍ୱାରା ଆପଣଙ୍କୁ ହେଲ୍ପ ହେବ, ବୁଝିହେଲା। ଆପଣଙ୍କୁ ଏତେ ଏକ୍ଜାମ୍ ପୂର୍ବରୁ ଏସବୁ ଜିନିଷକୁ ଘାଣ୍ଟିବା ପାଇଁ ପଡ଼ିବନି। ବାସ୍ ଡାଇଗ୍ରାମ୍ସକୁ ଉଲ୍ଟେଇ ଦେଲେ ଯଦି ଆପଣମାନେ, ଆପଣଙ୍କର ମନେ ପଡ଼ିଗଲା ଯେ ହଁ ଏଇ ପଏଣ୍ଟ, ଆପଣମାନେ ଏକ୍ସପ୍ଲେନ୍ କରିକି ଆରାମସେ ଲେଖିପାରିବେ, ବୁଝିପାରିଲେ। ଏଇଟା ହେଉଛି ଫରକ। ତ ପିଲାମାନେ ପଚାରନ୍ତି ନା, ମୁଁ ସେଥିପାଇଁ ଆପଣମାନଙ୍କୁ କହିଦେଲି। ଆଉ କ'ଣ ରହୁଛି ଆପଣଙ୍କର, ଯଦି ଆପଣମାନେ କହିବେ ଯେ ସାର୍ ଯେଉଁ ସର୍ଟ କ୍ୱେଶ୍ଚନ୍ ପଡ଼ୁଛି, ବର୍ତ୍ତମାନ ମୋତେ ସର୍ଟ କ୍ୱେଶ୍ଚନ୍ ବିଷୟରେ ଟିକେ କୁହନ୍ତୁ, ଠିକ୍ ଅଛି। ତେଣୁ ସର୍ଟ କ୍ୱେଶ୍ଚନ୍ ବିଷୟରେ ନିଶ୍ଚିତ ଭାବେ କଥା ହେବା। ଯେମିତିକି ଆପଣଙ୍କର ଗୋଟେ ସର୍ଟ କ୍ୱେଶ୍ଚନ୍ ପଡ଼େ, କ'ଣ ମୁଁ ଆପଣମାନଙ୍କୁ କହିଦେଉଛି ଯେ ଆପଣଙ୍କର ପ୍ରୋବ୍ଲେମ୍ସ ଡ୍ୟୁରିଂ ଏଡୋଲେସେନ୍ସ, ଏଇଟା ଜାଣିଛନ୍ତି ଆପଣମାନେ। ଏଡୋଲେସେନ୍ସ ଟାଇମ୍ରେ କ'ଣ ପ୍ରୋବ୍ଲେମ୍ସ ହୁଏ। ତ ଆପଣଙ୍କର ଏଇଠି ଏମିତିକି ଆପଣମାନେ, ଏଇଟା ସର୍ଟ କ୍ୱେଶ୍ଚନ୍ ଆପଣଙ୍କର 5 ମାର୍କର ଆସିବ। 5 ମାର୍କର ଆସିବ ମାନେ 2 ପେଜ୍ରୁ 3 ପେଜ୍ ମ୍ୟାକ୍ସିମମ୍ ଆପଣଙ୍କୁ ଲେଖିବା ପାଇଁ ପଡ଼ିବ। ତ ଆପଣମାନେ ବେସିକ୍ ଜିନିଷ ଲେଖିଦେବେ। ଏଡୋଲେସେନ୍ସ ଫାଷ୍ଟ କ'ଣ ସେଇଟା ଲେଖିବେ। ଏଡୋଲେସେନ୍ସ କେଉଁ ପିରିୟଡ଼କୁ କୁହାଯାଏ, ଯେମିତିକି ଏଇଠି ଲେଖା ହେଇଛି, ମୁଁ ଦେଖାଉଛି ଆପଣମାନଙ୍କୁ। ଦେଖନ୍ତୁ ଏଇଠି
एडोलेसेंस कम्स फ्रॉम द वर्ड एडोलसिन व्हिच मीन्स ग्रो बुझीगला आपको आपण मानकु यूनिवर्सल टाइप रे पढ़ी की जिबार अछि एडोलेसेंस ऊपर जहा क्वेश्चन आसिले प्रथम जिंस तो एटा आपण मानकु लेखिया पई पड़िबो देन आपण मान लिखिबे अकॉर्डिंग टू स्टैनली हॉल एडोलेसेंस इज द पीरियड ऑफ ग्रेट स्ट्रेस एंड स्ट्रेन स्ट्रॉम एंड स्ट्राइप बुझीगला बेसिक जिंस किछटा इंट्रोडक्शन आपण माने प्रथमे पुरेले जहा भी पढु एडोलेसेंस ऊपर देन आपण माने तार कैरेक्टरिस्टिक्स को पुरई परिबे जेंति कि पीक पीरियड हे जाऊ स्टॉप इन फिजिकल ग्रोथ हे जाऊ किबा आपनकर जहाँ भी आपनकर कैरेक्टरिस्टिक्स रोजी ता भितरे आपण मानको इंक्लूड करिया पई पड़िबो बुझी पारले को तो कोठू आपनको कोठी आसिया पई पड़िबो देन आपण मानको कोन कोन आपनकर सब प्रॉब्लम्स रोजी सेगुडा आपनको लिखिया पई पड़िबो बुझी पारले जेंति फिजिकल कोऑर्डिनेशन तापर आपनकर टाइपिकल डेली रिक्वायरमेंट्स कोन कोन रहउची देन हमें प्रॉब्लम्स ऊपर को जदी आसीबा प्रॉब्लम्स रे आपनकर जेनेसिस प्रॉब्लम रे कोन कोन रहउची ना गोटे होची द प्रॉब्लम ऑफ रैपिड ग्रोथ द सेक्स जेम्स एस रोज एटा आपनकर देइथिले देन आपनकर द प्रॉब्लम ऑफ इमोशनल इंस्टेबिलिटी सेंस ऑफ इनसिक्योरिटी इमोशनल इंस्टेबिलिटी पुनी सेकंड आपनकर रिपीट हेइची देन प्रॉब्लम ऑफ लैक ऑफ मैच्योरिटी सोशल वैल्यू इकोनॉमिक इंडिपेंडेंस तो आकु आमे कोन करि परबा एटा शॉर्ट क्वेश्चन हमरो 5 मार्क रो किंतु आमे डायग्राम्स कर दबा केमति करिबा एट लिख दबा आमे मझे प्रॉब्लम्स ऑफ एडोलेसेंस बुझियला आकु कर देले लिखि देई परिबा एटी कोन कोन ना रैपिड ग्रोथ एंड आपनकर डेवलपमेंट सिमिलर टाइप रे आमे कहि परबा लैक ऑफ मैच्योरिटी बुझि पाले आपण मन एसब जिंस कहिबार रीजन एटा पिला माने आपण मानकु मु अस्त्र दे दोची कि आपण माने एई ट्रिक यूज करिकिना जे कोनोसी जिंसर डायग्राम्स करि परिबे जदि आपण मानक पाखरे मनीर सुविधा होनी आपण माने हमटु किनि पारुना दिन ठीक अछि निजे बनांदु काहारी पाखरु नोट्स नबार किछि आवश्यकता नै पिला माने आपण माने निजे बनांतु निजे परिश्रम करंतु बहुत भलो कथा बुझि पारले मु सब बळे सजेस्ट करे पिला मानकु आपण माने निजे नोट्स करंतु आपण मानकु हेल्प हो जदि जहा पाखरे टाइम नाही इन केस आपण माने हमको कांटेक्ट करि परिबे ठीक अछि हमर नंबर तळे आसुछु पो पिला माने आपण माने जदि इंटरेस्टेड आपण माने हमको कांटेक्ट करि परिबे तो एमिति टाइप रे आपण मानकु लेखिया पई पड़िबो एटा बास आपण मानकु गोटे एग्जांपल मु कहिली जहा द्वारा आपण मानकु एग्जाम रे लेखिया पई हेल्प हो आ टाइम आपनकर बहुत ही कम कोउटा केते टाइम मध्य रे लेखिबे सेटा मध्य मु आपण मानकु कहि दवा पई चाहिबी ठीक अछि देखंतु प्रथम कथा आपनकर जो लॉन्ग क्वेश्चन रहउची ठीक अछि लॉन्ग क्वेश्चन आपनकर दुईटा आसीबो कोउटा मु कहउची आपनकर 80 मार्क कथा ठीक अछि 80 मार्क कथा लॉन्ग क्वेश्चन दुईटा आसीबो जोटा शॉर्ट क्वेश्चन रहउची सेटा आपनकर 10 टा आसी बुझि पाले तो ये 10 पंचा आपनकर 50 ये आपनकर दुईटा 15 15 30 मार्क टोटल आपनकर 80 मार्क हे गला ना नहीं बुझि पाले तेणु मु वर्तमान कहया कथा मैं कहा को केते टाइम दबा एग्जाम आपनकर 3 घंटा हबो आपण माने जानि चंती तो 3 घंटा भितरु वर्तमान जदि आपण माने सेही अनुसार हैंड प्रैक्टिस न करिवे ना आपण माने केबे भी सारी परिबेनी बुझि पारले एटा हमर कहिबार मेन उद्देश्य केमिति आमे हैंड प्रैक्टिस करिबा आ केमिति आमे टाइम मैनेजमेंट करिबा एई कथाटा मध्ये मने रखंतु आपण माने सब बेले ट्राई करिवे पिला माने एटा मोर ओपिनियन आउ कहार केमिति काहा को भल लागुथबो बट मोर ओपिनियन कि सब बेले आपण माने सेतले स्टार्टिंग करूचंती एग्जाम फर्स्ट आपण माने 2 आवर को आपण माने दियंतु शॉर्ट क्वेश्चन करिया पछरे मीन्स आपण माने 10 टा शॉर्ट क्वेश्चन आपण माने ट्राई करिवे 2 घंटा रे करिया पई मिनिमम बुझि पारले 5 मार्किया जोगुडा आउ जो गोटे घंटा आपनकर रहिला सेई गोटे घंटा रे आपण माने दुईटा लॉन्ग क्वेश्चन करिवे बुझि पारले एटा होची मोर स्ट्रेटजी पर्सनल स्ट्रेटजी पिला माने मु आपण मानक सहित शेयर कली जदि काहा को जेमति पसंद से करि परिबो बट मु एई टेक्निक यूज करथली लेखिया पई जहा द्वारा मोर टाइम मध्ये सेव हे होतला प्रॉपर टाइम रे मोर खाता कंप्लीट मध्ये हे होतला एंड मु भलो नंबर मध्ये स्कोर करि परथली बुझि पारले तो एटा होची तार टेक्निक आपण माने प्रथमे जे गोटे पिला अछंती कोन करथि लॉन्ग क्वेश्चन स्टार्ट कर देबे देखंतु लॉन्ग क्वेश्चन माने 6 7 पेज लेखियाटा इजी नुहे त हमु टिके भाबी के लेखिया पई पड़े तेणु फास्ट रु ही जदि हमें टाइम को वेस्ट कर दबा ना पिला माने देन लास्ट को हम ऊपर प्रेशर पड़ जिवो आमे कोन करबा जोडा आसुथिबो भी आमे भूल कर देकी चली आसीबा तेणु प्रथमे कोन करबे दुई पेज 3 पेज वाला आपनकर शॉर्ट क्वेश्चन को सार देबे आपनको इजीली आसुची देन लास्ट को हम हाथ रे गोटे घंटा थिबो आमे आधे घंटे करिकी दुईटा लॉन्ग क्वेश्चन को इजीली पिला माने सारी परिबा एइटा हला मोर पर्सनल व्यू आपण माने चाहिले आपनको जेमिति सुइटेबल लागुची आपण माने से वाइज लिखि परिबे किछि प्रॉब्लम नै बुझियला एतिकी थिला आपण मानको मोर जणैबार कथा जदि आउ किछि डाउट थिबो निश्चित भाबे कमेंट रे जणैबे मु आपण मानको पई नेक्स्ट वीडियो आनिबे आपण मानको डाउट क्लियर करबी ठीक अछि तो आशा करबी कि वीडियोटी आपण मानको पई हेल्पफुल हेतिबो आउ एएनयू आपनकर एकेयू जो रहउची आपनकर आंध्र केसरी यूनिवर्सिटी हो किबा आचार्य नागार्जुन आपनकर मते बहुत जल्दी फाइनल टाइम टेबल आसी जिवो जेंति आंध्र यूनिवर्सिटी सब बेले फास्ट बाहर करे
ସେ ସବୁବେଳେ ଫାଷ୍ଟ ମଧ୍ୟ ବାହାର କଲା, ତାପରେ ଆନ୍ଧ୍ର କେଶରୀ, ଦେନ୍ ଆଚାର୍ଯ୍ୟ ନାଗାର୍ଜୁନ, ଏମାନେ ଆପଣଙ୍କର ଆସିଯିବେ, ଦେନ୍ ୟୋଗୀବମନ ବି ଆସିଯିବ। ତ ଆପଣମାନଙ୍କର ୱରିଡ୍ ହେବାର କିଛି ଆବଶ୍ୟକତା ନାହିଁ। ଯେତେ ଜଲ୍ଦି ଆସିବ ମୁଁ ଟେଲିଗ୍ରାମ ଚ୍ୟାନେଲରେ ଆପଣଙ୍କୁ ଜଣେଇଦେବି। ତ ଯଦି ଆପଣମାନେ ଆମ ଚ୍ୟାନେଲରେ ନୂଆ ଥିବେ, ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ସହିତ ଆମ ଟେଲିଗ୍ରାମ ଚ୍ୟାନେଲରେ ଜଏନ୍ ହେଇଥିବେ, ଏମିତି ଲେଟେଷ୍ଟ ସବୁ ଇନଫର୍ମେସନ୍ ଆଣ୍ଡ ଇମ୍ପୋର୍ଟାଣ୍ଟ ଯେତିକି ଆପଣଙ୍କ ଟିପ୍ସ ଆଣ୍ଡ ଟ୍ରିକ୍ସ ପାଇବା ପାଇଁ। ଠିକ୍ ଅଛି, ତ ପୁଣି ଗୋଟେ ନେକ୍ସଟ ଭିଡ଼ିଓରେ ଆପଣମାନଙ୍କ ସହିତ ଦେଖା ହେବ। ଜୟ ଜଗନ୍ନାଥ।